କଟକ ଜିଲ୍ଲାରେ ଅବକାରୀ ବିଭାଗର ବଡ଼ କାର୍ଯ୍ୟାନୁଷ୍ଠାନ। ମାହାଙ୍ଗା ଥାନା ଅଞ୍ଚଳରୁ ବିପୁଳ ପରିମାଣ ନକଲି ମଦ ସହ ସ୍ପିରିଟ୍ ଜବତ। ଘଟଣାରେ ସ୍ୱାମୀ ଓ ସ୍ତ୍ରୀ ଉଭୟଙ୍କୁ ଗିରଫ। ସାଲେପୁର କଟକ ଜିଲ୍ଲା ଅବକାରୀ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ ପକ୍ଷରୁ ମାହାଙ୍ଗା ଥାନା ଅଞ୍ଚଳରେ ଥିବା ବଡ଼ ଧରଣର ଚଢ଼ାଉ କରାଯାଇ ବିପୁଳ ପରିମାଣର ନକଲି ମଦ ଏବଂ ଏହା ପ୍ରସ୍ତୁତିରେ ବ୍ୟବହୃତ କେମିକାଲ ସ୍ପିରିଟ୍ ଜବତ କରାଯାଇଛି। ଏହି ବେଆଇନ କାରବାରରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ସ୍ୱାମୀ ଓ ସ୍ତ୍ରୀକି ଅବକାରୀ ଟିମ୍ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ କଟକ ଜିଲ୍ଲା ମାହାଙ୍ଗା ଥାନା ଅନ୍ତର୍ଗତ ଅଲ୍ଲୀନଗର ଗ୍ରାମରେ ଦୀର୍ଘଦିନ ହେବ ବେଆଇନ ଭାବେ ନକଲି ମଦ ପ୍ରସ୍ତୁତ କରାଯାଇ ଆଖପାଖ ଅଞ୍ଚଳରେ ଚୋରା ଚାଲାଣ କରାଯାଉଥିଲା। ଏ ସମ୍ପର୍କରେ କୌଣସି ସୂତ୍ରରୁ ସ୍ପଷ୍ଟ ଖବର ପାଇବା ପରେ କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ର ଏକ ସ୍ୱତନ୍ତ୍ର ଟିମ୍ ଅଲ୍ଲୀନଗର ଗ୍ରାମର ସୁଖଦେବ ସାମଲଙ୍କ ଘର ଉପରେ ହଠାତ୍ ଚଢ଼ଉ କରିଥିଲା। ଅବକାରୀ ବିଭାଗର ଏହି ଅତର୍କିତ ଚଢ଼ଉ ସମୟରେ ଘଟଣାସ୍ଥଳରୁ ବିପୁଳ ପରିମାଣର ନକଲି ମଦ ଓ ସ୍ପିରିଟ୍ ହସ୍ତଗତ ହୋଇଛି। ତଦନ୍ତକାରୀ ଦଳ ସେଠାରୁ 14 ଲିଟର ତରଳ ସ୍ପିରିଟ୍ ଏବଂ 32 ଲିଟର ଚାରିଶହ ପ୍ରସ୍ତୁତି ନକଲି ମଦ ଜବତ କରିଛନ୍ତି। ଏହା ସହିତ ମଦ ପ୍ରସ୍ତୁତିରେ ବ୍ୟବହୃତ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ଏହି ବେଆଇନ ନକଲି ମଦ କାରଖାନା ଚଳାଇବା ଏବଂ ଚୋରା ବ୍ୟବସାୟ ଅଭିଯୋଗରେ ଅବକାରୀ ବିଭାଗ ଘଟଣାସ୍ଥଳରୁ 2 ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ସେହି ଗ୍ରାମର ସୁଖଦେବ ସାମଲ ଏବଂ ତାଙ୍କ ପତ୍ନୀ ବିଦୁରତା ସାମଲ। ଉଭୟଙ୍କ ବିରୁଦ୍ଧରେ ଅବକାରୀ ଆଇନ ଅନୁଯାୟୀ ମାମଲା ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି। କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ର ଅଧିକାରୀ ଭକ୍ତବସର ବର୍ମାଙ୍କ ପ୍ରତ୍ୟକ୍ଷ ନେତୃତ୍ୱରେ ଏହି ସଫଳତା ଚଢ଼ଉ କରାଯାଇଥିଲା। ଏହି ଅପରେସନ ଅବକାରୀ ବିଭାଗର ଏସ୍ଆଇ ଅକ୍ଷୟ କୁମାର ଜେନା, ଏଏସ୍ଆଇ ଜୟପ୍ରକାଶ ବେହୁରିଆ, ଅଜୟ କୁମାର ଜେନା, ଦେବବ୍ରତ ଶଙ୍କର ସିଂ, ମୋନାଲିସା ସାହୁ ସାମିଲ ହୋଇ ପ୍ରଶଂସନୀୟ କାର୍ଯ୍ୟ କରିଛନ୍ତି। ଆଗାମୀ ଦିନରେ ମଧ୍ୟ ଜିଲ୍ଲାରେ ଏଭଳି ବେଆଇନ ମଦ କାରବାର ବିରୋଧରେ ଅଭିଯାନ ଜାରି ରହିବ ବୋଲି କଟକ ଜିଲ୍ଲା ଅବକାରୀ ମୋବାଇଲ ସ୍କ୍ୱାଡ୍ର ଅଧିକାରୀମାନେ ସୂଚନା ଦେଇଛନ୍ତି। କଟକରୁ ଜଗନ୍ନାଥଙ୍କ ରିପୋର୍ଟ, RM ନ୍ୟୁଜ୍ 8।